যীশুଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ମୋର ନମସ୍କାର। ଆଜିର ଟପିକ ଗିର୍ଜା ଗଲେ ମାତ୍ରେ ସ୍ୱର୍ଗ ଯିବା ସମ୍ଭବ କି? ଭାଇ ଓ ଭଉଣୀମାନେ, ଆଜି ଆମେ ଗୋଟିଏ ସତ୍ୟ ପ୍ରଶ୍ନ ଉପରେ ଚିନ୍ତା କରିବା। ଗିର୍ଜା ଗଲେ ମାତ୍ରେ ସ୍ୱର୍ଗ ଯିବା ସମ୍ଭବ କି? ଗିର୍ଜା ହେଉଛି ଈଶ୍ୱରଙ୍କର ଘର, ପ୍ରାର୍ଥନାର ସ୍ଥାନ ଏବଂ ଆତ୍ମିକ ଶିକ୍ଷାର କେନ୍ଦ୍ର। କିନ୍ତୁ ବାଇବଲ କହେ, ସମସ୍ତେ ଯେ ମୋତେ ପ୍ରଭୁ ପ୍ରଭୁ କହନ୍ତି ସେମାନେ ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବେ ନାହିଁ। ପ୍ରଥମରେ ମାତ୍ର ଗିର୍ଜାକୁ ଯିବା, ଦ୍ୱିତୀୟରେ ମାତ୍ର ପ୍ରାର୍ଥନା କରିବା, ତୃତୀୟରେ ମାତ୍ର ଧାର୍ମିକ ଦେଖାଯିବା, ଏହା ସ୍ୱର୍ଗ ପାଇଁ ପ୍ରଯୁକ୍ତ ନୁହେଁ। ସ୍ୱର୍ଗର ପଥ ହେଉଛନ୍ତି ସ୍ୱୟଂ ଯୀଶୁଖ୍ରୀଷ୍ଟଙ୍କୁ ହୃଦୟରେ ଗ୍ରହଣ କରିବା, ପାପଠାରୁ ଫେରିବା ଏବଂ ତାଙ୍କ ଶିକ୍ଷା ଅନୁସାରେ ଜୀବନଯାପନ କରିବା। ଯୀଶୁ କହିଛନ୍ତି, ମୁଁ ହେଉଛି ପଥ, ସତ୍ୟ ଓ ଜୀବନ। ସେହିପରି ଗିର୍ଜାକୁ ଯାଆନ୍ତୁ, କିନ୍ତୁ ତାହାଠାରୁ ବଡ଼ କଥା ହେଉଛି ଯୀଶୁଙ୍କ ସହିତ ଜୀବନ ଚାଲନ୍ତୁ। ଆଜି ଯଦି ଏହି ବାର୍ତ୍ତା ଆପଣଙ୍କ ହୃଦୟକୁ ଛୁଇଁଅଛି, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।